ଫେବୃଆରୀ ମାସ 17 ତାରିଖ ମଙ୍ଗଳବାର ଅର୍ଥାତ୍ ଆଜି ପୁଣି ପଶ୍ଚିମା ଝଡ଼ର ପ୍ରଭାବ ଦ୍ୱାରା ରାଜ୍ୟରେ ପ୍ରବଳ ଝଡ଼ ବର୍ଷା ଆସିବାକୁ ଥିବାରୁ ରାଜ୍ୟରେ ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଅନ୍ୟପକ୍ଷେ ଆସୁଥିବା ଝଡ଼ ବର୍ଷାର ପ୍ରଭାବ କେବେଠାରୁ ରାଜ୍ୟରେ ପଡ଼ିବ ତା ସହିତ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ କେଉଁ ସବୁ ଜିଲ୍ଲାଗୁଡ଼ିକରେ ଥଣ୍ଡାର ପ୍ରକୋପ ରହିବ ଆଉ ଘନ କୁହୁଡ଼ି ପାଇଁ କେଉଁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଏକ ନୂତନ ପଶ୍ଚିମ ବିସ୍ତାର ପ୍ରଭାବରେ 17 ଏବଂ 18 ଫେବୃଆରୀରେ ପଶ୍ଚିମ ହିମାଞ୍ଚଳ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଉତ୍ତର ପଶ୍ଚିମ ଭାରତରେ ସମତଳ ଅଞ୍ଚଳରେ ମଧ୍ୟମ ବର୍ଷା ସହିତ ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି। ତେବେ 16ରୁ 18 ଫେବୃଆରୀ ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, 17 ଓ 18 ତାରିଖରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ରାଜସ୍ଥାନରେ ଝଡ଼ ବର୍ଷା, ବିଜୁଳି ଏବଂ ପବନ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବ। ତା ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ତେବେ 18 ଫେବୃଆରୀରେ ମଧ୍ୟପ୍ରଦେଶରେ ଝଡ଼ ବର୍ଷା ଏବଂ ବିଜୁଳି ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଫେବୃଆରୀ 21 ଏବଂ 22 ତାରିଖରେ ଦକ୍ଷିଣ ତାମିଲନାଡୁ, କେରଳ, ମାହେରରେ ପ୍ରବଳ ଝଡ଼ ବର୍ଷା ହେବ। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିପାରେ। ତେବେ ଓଡ଼ିଶା ରାଜ୍ୟରେ ଫେବୃଆରୀ 21ରୁ 22 ତାରିଖ ମଧ୍ୟରେ ହାଲୁକା ବର୍ଷା, ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା 24 ଘଣ୍ଟା ପାଇଁ ପ୍ରବଳ ଥଣ୍ଡା ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 12 ଡିଗ୍ରୀ ରହିବ। ଏହାପରେ ରାଉରକେଲାରେ 12 ଡିଗ୍ରୀ, ଝାରସୁଗୁଡ଼ା 13 ଡିଗ୍ରୀ, ସୁନ୍ଦରଗଡ଼ 14 ଡିଗ୍ରୀ ରହିବ। ସେହିପରି ଫେବୃଆରୀ 18 ପର୍ଯ୍ୟନ୍ତ ଓଡ଼ିଶାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ 7ଟି ରହିଛି। ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ